ओम शांति आज साकार महावाक्य 16/8/2025 मधुर संतान माने तुम मानकर लक्ष्य होची आश्चर्यजनक रंग बिरंगी दुनिया अर्थात स्वर्ग दुनियार मालिक हेबा तेणु सर्वदा ए खुशी रे हर्षित होई रह झाउणु ज नाही। प्रश्न भाग्यवान संतान मानक भितरे केउ उमंग उत्साह सर्वदा कायम रहिबो। उत्तर आमको बेहदर बाबा नुआ दुनियार राजकुमार राजकुमारी कराइबा पई पाठ पढ़ाउछंती। तुमे ए उमंग रे रही समस्त को बुझाई पारिबो जे लड़ाई रे स्वर्ग निहित होई रहिछि। ए युद्ध परे स्वर्गर द्वार खोलिबो। ए खुशी रे रहिबाको हेबो एवं अन्य मानको मध्य खुशी खुशी रे बुझाइबाको हेबो। धारणा पाई मुख्य सारांश 1 नंबर ज्ञानरत्नर सागरଙ୍କଠାରୁ ଯେଉଁ ଅବିନାଶୀ ଜ୍ଞାନରତ୍ନ ପ୍ରାପ୍ତ ହେଉଛି ତାର ମୂଲ୍ୟ ରଖିବାକୁ ହେବ। ବିଚାର ସାଗର ମନ୍ଥନ କରି ନିଜ ଭିତରେ ଜ୍ଞାନରତ୍ନ ଧାରଣ କରିବାକୁ ହେବ। ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ। 2 ନମ୍ବର ଯୋଗର ଯାତ୍ରାରେ ରହି ବାଣୀକୁ ଶକ୍ତିଶାଳୀ କରିବାକୁ ହେବ। ଯୋଗ ଦ୍ୱାରା ହିଁ ଆତ୍ମା ସୁବର୍ଣ୍ଣ ତୁଲ୍ୟ ହୋଇପାରିବ। ସେଥିପାଇଁ ଯୋଗ କରିବାର ବିଧି ଶିଖିବାକୁ ହେବ। ବରଦାନ ମୋର ପଣିଆର ସୂକ୍ଷ୍ମ ସ୍ୱରୂପର ମଧ୍ୟ ତ୍ୟାଗ କରି ସଦା ନିର୍ଭୟ ଚିନ୍ତାମୁକ୍ତ ସମ୍ରାଟ ହୁଅ। ଆଜିକାଲିର ଦୁନିଆରେ ଧନ ଅଛି ତ ଭୟ ମଧ୍ୟ ଅଛି। ଯାହା ପାଖରେ ଯେତେ ଧନ ଅଛି ସେ ସେତିକି ଭୟଭୀତ ଅବସ୍ଥାରେ ରହି ଖାଉଛନ୍ତି ଶୋଉଛନ୍ତି ଏବଂ ଭୟରେ ହିଁ ସବୁକିଛି କରୁଛନ୍ତି। ଯେଉଁଠି ମୋର ପଣିଆ ରହିଛି ସେଠାରେ ଭୟ ନିଶ୍ଚିତ ରହିବ। ଯଦି କୌଣସି ସୁନାର ହରିଣ ମଧ୍ୟ ଯଦି ମୋର ହେଲା ତେବେ ଭୟ ନିଶ୍ଚିତ ରହିବ। କିନ୍ତୁ ଯଦି କେବଳ ଏକମାତ୍ର ଶିବ ବାବା ମୋର ଅଟନ୍ତି ତେବେ ନିର୍ଭୟ ହୋଇଯିବ। ତେଣୁ ସୂକ୍ଷ୍ମ ରୂପରେ ମଧ୍ୟ ମୋରକୁ ଚେକ୍ କରି ତାକୁ ତ୍ୟାଗ କର, ତାହେଲେ ନିର୍ଭୟ ତଥା ଚିନ୍ତାମୁକ୍ତ ସମ୍ରାଟ ହେବାର ବରଦାନ ମିଳିଯିବ। ସ୍ଲୋଗାନ ଯଦି ଅନ୍ୟମାନଙ୍କର ବିଚାରକୁ ସମ୍ମାନ ଦେବ ତେବେ ତୁମକୁ ସ୍ୱତଃ ହିଁ ସମ୍ମାନ ପ୍ରାପ୍ତ ହେବ। ଅବ୍ୟକ୍ତ ଇଶାରା ଯଦି ସହଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଗୋଟିଏ ପଟେ ବେହଦର ବୈରାଗ୍ୟ ରହୁ, ଅନ୍ୟପଟେ ବ୍ରହ୍ମା ବାବାଙ୍କ ଭଳି ବାବାଙ୍କ ସ୍ନେହରେ ସର୍ବଦା ବୁଡ଼ି ରୁହ। ଗୋଟିଏ ସେକେଣ୍ଡ ପାଇଁ ଏବଂ ଗୋଟିଏ ସଂକଳ୍ପରେ ମଧ୍ୟ ଏହି ଲଭ୍ଲିନ୍ ଅବସ୍ଥାରୁ ତଳକୁ ଆସ ନାହିଁ। ତେବେ ଏହିଭଳି ଲଭ୍ଲିନ୍ ରହୁଥିବା ପିଲାମାନଙ୍କର ସଂଗଠନ ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବ। ତେଣୁ ତୁମେ ନିମିତ୍ତ ହୋଇଥିବା ଆତ୍ମାମାନେ ନିଜର ପବିତ୍ର ପ୍ରେମ ଏବଂ ନିଜର ପ୍ରାପ୍ତିଗୁଡ଼ିକ ଦ୍ୱାରା ସମସ୍ତଙ୍କୁ ଶ୍ରେଷ୍ଠ ପାଳନା ଦିଅ ଏବଂ ଯୋଗ୍ୟ ଅର୍ଥାତ୍ ଯୋଗୀ କରିଦିଅ। ओम शांति।